ପାଟଣା ନିଆଁରେ ପୋଡ଼ି ହୋଇ ମହିଳା ମୃତ। କେନ୍ଦୁଝର ଜିଲ୍ଲା ପାଟନା ଥାନା ପାଟନା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁରୁଜୀପୋଷି ଗ୍ରାମ ଝାଟିପଡ଼ା ସାହିର ଶଙ୍ଖାଳି ବାରିଙ୍କ ସ୍ତ୍ରୀ ଝୁଲି ବାରିକ 36 ବର୍ଷ ଗତକାଲି ରାତିରେ ଗାଁ ପାଖରେ ନିଆଁ ଜାଳୁଥିବା ସମୟରେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବୋଲେରୋ ଯୋଗେ ପ୍ରଥମେ ପାଟନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦେହ ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ମଧ୍ୟ ଦେହ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଉଥିଲା। ତେବେ ଘଷିପୁରା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଣୁ ତାଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୋଷ୍ଟମର୍ଟମ ପରେ ଗ୍ରାମକୁ ଅଣାଯାଇଛି। ଏନେଇ ଝାଟିପଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ। ଆପଣଙ୍କ ଘର କୋଉଠି? କୋଉଠି? ଗୁରୁଜୀପୋଷି। ଗୁରୁଜୀପୋଷି କ'ଣ ହେଇଥିଲା? କେମିତି? ନିଆଁ ଜାଳିକି ବସିଥିଲେ ଆଉ ନିଆଁ ଟିକେ ମୋବିଲ ଢାଳିଦେବା ଭିତରେ କେଉଁଦିନ ଏମିତି ହେଲା? କାଲି 8ଟା ଉଠିକି କେଉଁଠି ନେଉଥିଲେ? କେଉଁଠି ନେଉଥିଲେ? କେଉଁଝରରୁ କଟକରେ ରେଫର ଥିଲା। ତାଙ୍କ ନାଁ? ବାଟରେ ଡେଡ୍ କରିଗଲା। ତାଙ୍କ ନାଁ? ଝୁଲି ବାରିକ।